ଆଜିଠାରୁ ଆରମ୍ଭ ହେବ ଏହି ରାଶିଙ୍କ ପାଇଁ ଭଲ ଦିନ। ଶୁଭ ଫଳାଫଳ ଦେବେ ବୁଧ ଗ୍ରହ। ଦୁଃଖର ଦିନ ଯିବ, ଖୁସିର ଦିନ ଆସିବ। ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ମୁଁ ଏହି ଭିଡ଼ିଓକୁ ସ୍ୱାଗତ କରୁଛି। ଆପଣମାନେ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ତାହେଲେ ଆସନ୍ତୁ ଏହି ରାଶିର ଭିଡ଼ିଓକୁ ଦେଖିବା। ଆଜିର ଏହି ରାଶିଫଳ ଭିଡ଼ିଓକୁ ଆପଣମାନଙ୍କୁ ବହୁତ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ଆପଣମାନେ ଜାଣିବାକୁ ଚାହୁଁଛନ୍ତି କି କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ, ସେ ଭାଗ୍ୟବାନ ରାଶି ଗୁଡ଼ିକ କିଏ କିଏ? ତାହେଲେ ଆସନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା ଆଜିର ଏହି ରାଶିଫଳର ଭିଡ଼ିଓଟିକୁ। ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟାକୁ ଦେଖିବେ। ତାହେଲେ ଦର୍ଶକ ବନ୍ଧୁ, ଜାଣି ରଖନ୍ତୁ କେଉଁ କେଉଁ ରାଶି ପାଇଁ ଆସିବ ଆଜିଠାରୁ ଭଲ ଦିନ ବା ଭଲ ସମୟ। ତ ଦର୍ଶକ ବନ୍ଧୁ, ଦୁଃଖର ଦିନ ସରିବ ଆଉ ସୁଖର ଦିନ ପ୍ରବେଶ କରିବ। ଚିନ୍ତାର ଦିନ ଯିବ ଏବଂ ଅଚିନ୍ତାର ଦିନ ପ୍ରବେଶ କରିବ। ନିରାଶାର ସମୟ ଯିବ ଆଉ ଆଶାର ସମୟ ଶୁଭ ସଂକେତ ନେଇ ଆସିବ। ତାହେଲେ ଦର୍ଶକ ବନ୍ଧୁ, ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଆପଣମାନଙ୍କୁ ବହୁତ 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 ଅନୁରୋଧ। ତାହେଲେ ଦେଖନ୍ତୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓକୁ। ଯଦି ଭଲ ଲାଗେ ତେବେ ଲାଇକ୍, ସେୟାର, କମେଣ୍ଟ ନିଶ୍ଚୟ କରିଦେବେ। ଆଉ ଯେଉଁମାନେ ନୂଆ ଅଛନ୍ତି ସେମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ତାହେଲେ ଆସନ୍ତୁ ଭିଡ଼ିଓକୁ ଆଗକୁ ବଢ଼େଇବା। ତାହେଲେ ଏହି ଭିଡ଼ିଓକୁ ଦେଖି ନିଅନ୍ତୁ। ଏହି ଭିଡ଼ିଓ ଭିତରେ ଅଛି କି ଆପଣଙ୍କ ରାଶି, ଆପଣଙ୍କ ନକ୍ଷତ୍ର, ତାହେଲେ ଆପଣଙ୍କ ପାଇଁ ଶୁଭ ସମୟ ଆସିଯାଇଛି। ତାହେଲେ ଆସନ୍ତୁ, ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହର ଏକ ବିଶେଷ ସ୍ଥାନ ରହିଛି। ତ ଦର୍ଶକ ବନ୍ଧୁ, ବୁଦ୍ଧି, ତର୍କ, ଯୋଗାଯୋଗ, ଗଣିତ, ଚତୁରତା ଏବଂ ବନ୍ଧୁତା ପାଇଁ ବୁଧ ଗ୍ରହ ଦାୟୀ ବୋଲି କୁହାଯାଏ। ଆହୁରି ମଧ୍ୟ ବୁଧ ଦେବଙ୍କୁ ରାଜକୁମାର ମଧ୍ୟ କୁହାଯାଏ। ଏହି ଗ୍ରହ ସବୁ ଗ୍ରହମାନଙ୍କ ମଧ୍ୟରେ ରାଜକୁମାର ଗ୍ରହ ରୂପେ ମାନ୍ୟତା ବୁଧ ଗ୍ରହକୁ ମିଳିଛି। ତାହେଲେ ଆସନ୍ତୁ ଜାଣିବା ଏହି ବୁଧ ଗ୍ରହ କେଉଁ କେଉଁ ରାଶି ପାଇଁ କି ଶୁଭ ଫଳ ନେଇକି ଆସିଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବହୁ କିଛି ଅଛି। ସବୁବେଳେ ଗ୍ରହ ନକ୍ଷତ୍ରର ଚଳନ ହୋଇଥାଏ। ଏହି ବୁଧ ଗ୍ରହ ବୁଦ୍ଧି, ତର୍କ, ଯୋଗାଯୋଗ, ଗଣିତ, ଚତୁରତା ଏବଂ ବନ୍ଧୁତା ପାଇଁ ବୁଧ ଗ୍ରହକୁ ଦାୟୀ ବୋଲି କୁହାଯାଏ। ବୁଧ ଦେବତାଙ୍କୁ ରାଜକୁମାରର ମାନ୍ୟତା ମଧ୍ୟ ଦିଆଯାଇଛି। ଏହା ପ୍ରଥମରୁ ମୁଁ କହିଛି। ଯେତେବେଳେ ବୁଧ ଗ୍ରହ ଶୁଭ ହୋଇଥାଏ ସେତେବେଳେ ବ୍ୟକ୍ତିଙ୍କୁ ଶୁଭ ଫଳାଫଳ ମିଳିଥାଏ ଏବଂ ତାଙ୍କର ଶୋଇଥିବା ଭାଗ୍ୟ ମଧ୍ୟ ଜାଗ୍ରତ ହୁଏ। ବୁଧ ଯଦି ଅଶୁଭ ହୋଇଥାନ୍ତି ତେବେ ଅଶୁଭ ଫଳ ଦେଇଥାନ୍ତି। ତ ଦର୍ଶକ ବନ୍ଧୁ, ଗୋଟିଏ ବିଶେଷ କଥା ଜାଣି ରଖନ୍ତୁ। 4 ଏପ୍ରିଲରୁ ବୁଧଦେବ ମେଷ ରାଶିରେ ଅସ୍ତ ହୋଇ ସାରିଲେଣି। ମେଷ ରାଶିରେ ବୁଧଙ୍କ ଅସ୍ତ ଯୋଗୁଁ କିଛି ରାଶି ଲୋକଙ୍କର ଭାଗ୍ୟ ଉଦୟ ହେବା ନିଶ୍ଚିତ। ତ ଦର୍ଶକ ବନ୍ଧୁ, କିଛି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଏହି ରାଶିର ଲୋକମାନେ ଭାଗ୍ୟର ସମ୍ପୂର୍ଣ୍ଣ ସମର୍ଥନ ପାଇବେ। ତେବେ ଦର୍ଶକ ବନ୍ଧୁ, ସେହି ରାଶିମାନଙ୍କ ଭାଗ୍ୟ ସୌଭାଗ୍ୟରେ ପରିଣତ ହେବାକୁ ଯାଉଛି। ତେବେ ଆସନ୍ତୁ ଜାଣିବା ବୁଧ ଗ୍ରହର ଅସ୍ତ ସହିତ କେଉଁ ରାଶିର ଭଲ ଦିନ ଆରମ୍ଭ ହେବ, କେଉଁ ରାଶିର ଭାଗ୍ୟର ପରିବର୍ତ୍ତନ ଘଟିବ ବା ଶୁଭ ସମୟ ଆସିବ। ଭିଡ଼ିଓ ଦେଖି ନିଅନ୍ତୁ। ଏହି ରାଶି ଫଳ ଭିଡ଼ିଓରେ ଆପଣଙ୍କ ରାଶି ଅଛି କି? ତାହେଲେ ଦର୍ଶକ ବନ୍ଧୁ, ଆସନ୍ତୁ ସର୍ବପ୍ରଥମେ ଆମେ ଜାଣିବା ମେଷ ରାଶି ବିଷୟରେ। ତ ଦର୍ଶକ ବନ୍ଧୁ, ଜାଣି ରଖନ୍ତୁ କ'ଣ ଆପଣଙ୍କ ମେଷ ରାଶି ଅଛି କି? ତାହେଲେ ଏହି ଭିଡ଼ିଓ ଦେଖି ନିଅନ୍ତୁ, ଶୁଭ ଫଳାଫଳ ଜାଣିଯିବେ। ତ ଦର୍ଶକ ବନ୍ଧୁ, ବୁଧ ମେଷରେ ଅସ୍ତ ପରେ ସବୁଠୁ ଭଲ ସମୟ ଆସିବ। ଆପଣ ନିଜ କ୍ୟାରିୟରରେ ଇଚ୍ଛାକୃତ ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହେବେ। ନୂଆ କିଛି କରିବାର ଇଚ୍ଛା ରଖିଥିଲେ ତାହା ମଧ୍ୟ ଅବିଳମ୍ବେ ଏହି ସମୟରେ ହିଁ ପୂରଣ କରିବେ। ତେବେ ଦର୍ଶକ ବନ୍ଧୁ, ଏହି ସମୟ ମଧ୍ୟରେ ସଠିକ୍ ନିବେଶ କରିବା ଦ୍ୱାରା ଆର୍ଥିକ ଲାଭ ମଧ୍ୟ ଅନେକ ମାତ୍ରାରେ ମିଳିପାରିବ। ପରିବାର ସହିତ ଗୁଣାତ୍ମକ ସମୟ ମଧ୍ୟ ବିତାଇବେ। ଆହୁରି ମଧ୍ୟ ହସ ଖୁସିରେ ଦିନ କାଟିବେ। ତ ଦର୍ଶକ ବନ୍ଧୁ, ଭାଇ ଓ ଭଉଣୀମାନେ ଆଗାମୀ ସମସ୍ୟାରୁ ମୁକ୍ତି ପାଇବେ। ଆହୁରି ମଧ୍ୟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ। ଦେହ ଏବଂ ମନ ଭଲ ରହିବ। କିଛି ପୁରୁଣା ଆଶା ବା ଇଚ୍ଛା ଆପଣଙ୍କୁ ପୂରଣ ହେବାକୁ ଯାଉଛି। ଦର୍ଶକ ବନ୍ଧୁ, ଏହି ରାଶି ଯଦି ଆପଣଙ୍କର ହୋଇଥାଏ ତେବେ କମେଣ୍ଟ ବକ୍ସରେ ନିଶ୍ଚିତ ଭାବରେ ଓಂ ନମଃ ଶିବାୟ ଲେଖିବାକୁ ଭୁଲିବେ ନାହିଁ। ତାହେଲେ ଆସନ୍ତୁ ଆହୁରି ଆଗକୁ ବଢ଼ିବା ଏହି ଭିଡ଼ିଓରେ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ଆମେ ଆଉ ଗୋଟେ ରାଶି ବିଷୟରେ। ସେହି ରାଶିଟି ହେଉଛି ବୃଷ ରାଶି। ତ ଆସନ୍ତୁ ବୃଷ ରାଶି ବିଷୟରେ ଆମେ ଜାଣିବା।
जदि आपणक वृष राशि तेबे कमेंट बॉक्स रे आपण ओम महादेवाय नमः लिखा भूलिबे नहीं। तेबे दर्शक बंधु आसंतु जानिबा वृष राशि व्यक्ति राशि केमिति एवं किपरि भावरे परिवर्तन हेबाकु जाउची। एही राशि व्यक्ति नूतन व्यवसाय करिवार रास्ता खोली जाइची। माने आपण नुआ व्यवसाय करि पारिबे। माने मोटामोटी भावे कहबाकू गले भल समय बा सुवर्ण सुजोग आपणक पई आसी जाइची। तेबे दर्शक बंधु व्यवसाय रे सफलता मध्य मिलिबार योग अछि। तो आपणक पई भल समय बा शुभ समय आसी जाइची। आपणक पई बहुत किछि आशा नै आसीची एही समय। एबे आसंतु जानिबा आमे तुला राशि विषय रे। तो तुला राशि व्यक्ति विशेषों किपरि परिवर्तन हेब भाग्य आसंतु जानिबा। तो दर्शक बंधु मेष राशि रे बुधंक अस्त तुला राशि लोकों को सेमानंकर इच्छा पूर्ण करने को सुजोग प्रदान करिवो। एही राशि खूब भल समय आसी जाइची। एही अवधि मध्यरे लेखा एवं साहित्य सहित जड़ित लोक माने शुभ फलाफल पाइबे। तेबे दर्शक बंधु आहुरी मध्य किछि खुशी खबर आसीबाकू जाउची। विदेश भ्रमण करिवार संभावना अछि। तेबे दर्शक बंधु निजर सांप्रतिक चाकरी रे आपण पदोन्नति बा प्रमोशन एवं दरमा वृद्धि पाई पारंती। अचानक धन प्राप्तिर योग मध्य सृष्टि हेबाकू जाउची। तेबे दर्शक बंधु अनेक क्षेत्र रे सफलतार संभावना अछि। तेबे दर्शक बंधु आपनकू अनेक क्षेत्र रे माने बहु क्षेत्र रे सफलता मिलिबार संभावना अछि। आपण निज क्यारियर रे नूतन उच्चता रे पहुँचीबे। अटकी जाइथिबा कार्य मध्य एही समय रे अविघ्न रे पूर्ण हेबाकू जाउची। माने बिना बाधा विघ्न रे आपण कार्यटी संपूर्ण हेबो। एबे आसंतु जानिबा दर्शक बंधु आमे सिंह राशि विषय रे। जदि आपणकर राशिटी सिंह होइताए ताहले एही वीडियो रे आपण जानि नियंतु आपणकर पई शुभ समय केमिति आसीची। एबे आपण जानि नियंतु सिंह राशि विषय रे। तेबे दर्शक बंधु सिंह राशि लोकों मेष राशि अस्त जीवन सर्वोत्तम फलाफल देव माने शुभ फलाफल देव। लोक माने नूतन चाकरी सुजोग पाइबार संभावना रही। आहुरी मध्य चाकरी खोजुथिबा लोकों अपेक्षा समाप्त होइजिवो। एही शुभ समय नुआ आशा एवं आकांक्षा नहीं आसीबो। तेबे दर्शक बंधु आपन पई शुभ समय आसी जाइछि। निजर संबल वृद्धि होई पारे। टंकार शुभ आगमन मध्य होई पारे। आउरी मध्य दर्शक बंधु जदि घरे माँ को स्वास्थ्य रे किछि खराब अछि ताले माँ को स्वास्थ्य रे उन्नति हेबार संभावना मध्य अछि। तांको देह मध्य भल होई जीवो। तेबे दर्शक बंधु आपणक जीवन रे दुख जाई सुख आसीबो। परिवार रे शांति रहिबो। परिवार रे हस खुशी रो माहौल रहिबो। एबे आसंतु जानिबा आमे कन्या राशि विषय रे। आसंतु एही राशि रो विषय रे जानिबा। कन्या राशि लोकों पाई सेमानंकर पूर्ण होई नथिबा इच्छा पूर्ण करिवार शुभ एवं सठिक समय आसी पहुंची जाइछि। आर्थिक लाभर संभावना बहुत शक्तिशाली एवं आपण निज क्यारियर रे उच्चाकृत सफलता पाइबे। माने जे सफलता पाइबा पई आपण बहुत दिन अपेक्षा करथिले सेही सफलता आपनकू मिलिबो। सेति पई शुभ समय आसी जाइछि। नुआ आशा नहीं आपण आगकू बढ़िबे। तेबे दर्शक बंधु एही सौभाग्यर समय कन्या राशि लोकों ऊपर सब बेले अनुग्रह करिवो एवं सेमानंक इच्छा पूर्ण करिवो। हातरे थिबा कार्यगुड़ी को संपूर्ण करने को सक्षम हेबो। बिना कौनसी बाधारे आपण आगकू बढ़ी पारिबे। तेबे दर्शक बंधु जदि एही वीडियो रे आपणक राशि अछि तेबे कमेंट बॉक्स रे आपण ओम नमः शिवाय लिखिबा जमा भूलिबे नाही। मोर आशा ए वीडियोटी आपनको निश्चय भल लागिथिबो। आपण एवं आपणक परिवार सब बेले खुशी रे रुहंतु। जय जगन्नाथ दर्शक बंधु।